ମାନେ ଆର୍ପୁରା ଯେଉଁ କ୍ଲବ୍ ରହୁଛି କ୍ଲବ୍ରେ ରାତିରେ ନିଆଁ ଲାଗିଥିଲା। ଏଇଟା 6 ତାରିଖ ରାତିରେ ନିଆଁ ଲାଗିଥିଲା। ଆମେ ଏବେ ସକାଳେ ଆସିଛୁ ସେଇ ପୋଲ ପାଖରେ ଦେଖିବୁ। ମାନେ ଏଠି ଷ୍ଟାଫ୍ ମାନେ ଯେଉଁମାନେ କହୁଛି ଯେଉଁମାନେ କାମ କରୁଥିଲେ ଯେଉଁ କିଚେନ୍ ରହୁଛି ଅଣ୍ଡରଗ୍ରାଉଣ୍ଡ କିଚେନ୍ର ଷ୍ଟାଫ୍ କେହି ବାହାରି ପାରିନାହିଁ। ଯିଏ ସେଫ୍ ଆସିଛି ଗୋଟେ ଜଣେ ପିସାବ କରିଥିଲେ ସିଏ ବଞ୍ଚିଛି, ଗୋଟେ ସେଫ୍ ବଞ୍ଚିଛି। ଆଉ ଯେତିକି କିଚେନ୍ରେ ଥିଲେ ସବୁ ଜଳିଯାଇଛି। ମାନେ ଏତେ ଜୋର ନିଆଁ ଲାଗିଛି। ଆଉ ମିଡ଼ିଆ ବାଲା ସବୁ ଆସିଛି, ଆପଣମାନେ ଦେଖିପାରୁଥିବେ। ଆଉ ଦୁଃଖ କଥା ହେଉଛି କେଉଁ ଛୁଆ ହାତ ଗୋଡ଼ ଜଳିଯାଇଛି। ଜୟ ଜଗନ୍ନାଥ ସାଙ୍ଗମାନେ, ଆମେ ଅଛୁ ଗୁଆରେ। ଆର୍ପୁରା ଯେଉଁ କ୍ଲବ୍ ଅଛି କ୍ଲବ୍ରେ ଯେ ନିଆଁ ଲାଗିଛି କହୁଛନ୍ତି ସବୁ କ୍ଲବ୍ରେ ଓଡ଼ିଆ ଛୁଆ 3 ଜଣ କିଚେନ୍ରେ କାମ କରୁଥିଲେ କ'ଣ। ଆଉ ସବୁ ଆସାମୀ ଆମର କୋଲକାତା ଆଉ ବେଙ୍ଗଲ ଏମିତି ସବୁ ଲୋକ ଅଛି। ଓଡ଼ିଆ ଛୁଆ କମ୍ ଅଛି। ଖତରନାକ ନିଆଁ ଲାଗିଛି। ଯେ ଅଣ୍ଡରଗ୍ରାଉଣ୍ଡ କିଚେନ୍ ଥିଲା, କିଚେନ୍ର କେହି ସେଫ୍ ବାହାରି ପାରିନାହିଁ। ଜଣେ 2 ଜଣ ବାହାରି ପାରିଛି, ସେମାନେ ବଞ୍ଚିଛି, ନହେଲେ ନାହିଁ। ଏଇ ଦୃଶ୍ୟ ଦେଖିପାରୁଛୁ ଆଗରେ ଏଇ କ୍ଲବ୍ଟା ଆଗରେ ପୋଲିସ ଠିଆ ହେଇଛି। ଭାଇ 30 ଜଣ 40 ଜଣ ଲୋକ ମରିଯାଇଛି। ତା ଭିତରେ ଭିଡ଼ିଓ କରିବାକୁ ଦେଉନାହିଁ। ମୁଁ ସେ ଛୁଟି ହେଇକି ଗୋଟେ ସାଇଡ଼୍ରେ ଦେଖା ମୁଁ ଭିଡ଼ିଓ କରୁଛି। ପୁରା ଦେଖିବାକୁ ପୁରା ଜଳିଯାଇଛି ଭିତରେ, ଏତେ ଜୋର ଜଳିଛି। ଭାଇ ଷ୍ଟାଫ୍ କେହି ବାହାରି ପାରିନାହିଁ। କିଛି ଷ୍ଟାଫ୍ ଯେନେ ବାହାର ଥିଲେ ସେମାନେ ଜଳିଛନ୍ତି। ନେପାଳୀ ଷ୍ଟାଫ୍ ବି ଥିଲେ। ଆଉ ଆମର ଓଡ଼ିଶାର 3 ଜଣ ବେଶୀ ଥିଲେନି କହୁଛନ୍ତି। ସବୁ ଆସାମର ଆଉ କୋଲକାତାର ଥିଲେ। ଭାଇ ଜଣେ ଛୁଆ ଦୁଃଖ କରୁଛି, ଯିଏ ତାକୁ କାମର କାଲି କାଟିଦେଲା ସେ ଦୁଃଖ କରୁଥିଲା। ଏବେ ସେ ରୁମ୍ର ଖୁସି ବନାଉଛି, କାହିଁକିନା ତାର ଯେଦିନ କାଟିଦେଇଛି ସେଦିନ ନିଆଁ ଲାଗିଛି। ଆସାମ ଛୁଆ ଗୋଟେ ଜଣେ ଆଉ ଜଣେ ବି ଆହତ ହେଇଛି। ତା ଫଟୋ ଆପଣଙ୍କୁ ସେୟାର କରୁଛି। जो कैमरे में बात करने को तैयार नहीं है, लेकिन उनका कहना था कि कुछ मिनटों में ही आग बहुत तेजी से फैली और इस वजह से लोगों को समय नहीं मिल पाया बाहर आने के लिए। अब आपको बता दें कि मैं बता रहा था कि ये अमूमन स्ट्रक्चर जो है वो लकड़े का। भाई ये दूसरे कड़े सीन आसूँ माने स्टोरी आसूँ, दुखर भी आसूँ, खुशी आसूँ। जो जड़े छुआ ताको कामर काढ़ी देते तापर निआं लगी। आउ गोटे छुआ जे दिन जॉइन करते से दिन से निआं लगी, से दिन से जलिकी माने पुड़ी जाइए। भाई एमती सीन माने जे अंडरग्राउंड किचेन थिला, किचेन जो सेफ जड़े आसते पिसा करते सी बची। आउ जड़े आउ सब तो भितर थे आउ बाहरी पाने जहाँ कान पाटी जली जाइए, कार हाथ जली जाइए। एमती सिचुएसन ये आउ किए कहते 30टा मरी, 30टा खंडे लोक मरी थे। 100टा 200टा ऊपर गेस्ट थे, माने क्लब पार्टी होता। आउ एमती पूरा जलूची माने अचानक जली नाइट सर्किट माने इलेक्ट्रिक रो पार्किंग होगी निआं लगी। एमती आम जाऊँ गोटे माने से नदी पाखे जाऊँ, आउ गैस भी फाटी जाइए। यहाँ दिशुचे पाखर दिशुना पूरा एमती घेरा अच्छी बहुत बड़ एरिया। एत बड़ क्लब भी निआं लग जाए आम भावुँ से कथा। चलो सांग मैंने बाय बाय, नेक्स्ट वीडियो देखा।